ଜଣେ ଇଂରେଜ ଲାଟ ସାହେବ ଆସିଲେ ଦେଖିଲେ ଯେ ଏମାନଙ୍କର ବାସ୍ତବିକ ୟୁନିଟିର ମନ୍ତ୍ରଟା କଣ, ସମସ୍ତେ ଏକତ୍ର ହବାର ମନ୍ତ୍ର କଣ। ସେମାନେ ଦେଖିଲେ ଯେ ସାରା ଭାରତ ବୁଲି ବୁଲି ଦେଖିଲେ ଗୋଟିଏ ତାଙ୍କର ହଉଛି ଧର୍ମ ବିଶ୍ୱାସ, ସେ ଜିନିଷ। ତେଣୁ ଏଇ ଧର୍ମ ବିଶ୍ୱାସଟାକୁ ଯଦି ଆମେ ତାଙ୍କଠୁ ଦୂରେଇ ଦେବା ତାହେଲେ ତାଙ୍କ ମେରୁଦଣ୍ଡ ଭାଙ୍ଗିଯିବ। ତେଣୁ ସେଇ ଅନୁସାରେ ସେ ପ୍ରୟାସ କଲେ। ବର୍ତ୍ତମାନ ଏଇ ନଗ୍ନ ଜିନିଷ ଗୁଡାକ ଛାଡିବା, ଏସବୁ ଜିନିଷ ଛାଡିବା ଦ୍ୱାରା କଣ ହେଉଛି ନା ଆମ ମେରୁଦଣ୍ଡ ଭାଙ୍ଗି ଯାଇଛି। ପୁନର୍ବାର ଆମେ ତାହାକୁ କୋଉଠି କଣ କରୁଛେ, ଆଉ ଥରେ ନିର୍ମାଣ କରିବାକୁ ଯାଉଛେ ମହାପ୍ରଭୁଙ୍କ ଶିକ୍ଷା ମାଧ୍ୟମରେ। ଆମ ମେରୁଦଣ୍ଡ କିଭଳି ଷ୍ଟ୍ରଙ୍ଗ ହବ। ତେଣୁ ସେତେବେଳେ ଆମର ଏଇ ଶାସ୍ତ୍ର କଥା ମନେ ପଡୁଛି, ଆମର ଯୋଉ ପୂର୍ବ ଶାସ୍ତ୍ର କଥା ଏତିକି ବେଳେ ମନେ ପଡୁଛି। ଏଇଟା ଆମର ଥିଲା। ଶିଶୁର ଯତ୍ନ, କିଏ ଶିଶୁର ଯତ୍ନ ନ ନିଏ? ଶିଶୁର ଯତ୍ନ କିଏ ନଉନି? ସମସ୍ତେ ସମସ୍ତଙ୍କର ଶିଶୁର ଯତ୍ନ ନେଉଛନ୍ତି, କିନ୍ତୁ ତାହା ଢଙ୍ଗଟା ଠିକ ନୁହେଁ। ଯୋଉ ଢଙ୍ଗରେ ଆମେ ତାର ଯତ୍ନ ନଉଛେ ସେ ଜିନିଷଟା ଠିକ ନୁହେଁ। କ୍ରମଶଃ ସିଏ ତାର ମନ ଭାବରେ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତାର କଳୁଷିତ ଜିନିଷ ଗୁଡା ତା ଭିତରେ ପଶି ଯାଉଛି। ସାନ ପିଲାଟେ ହେଲେ ମଧ୍ୟ ସିଏ ନଟିଆଟା ନ ଦେଖିଲେ, ନଟିଆ ସିରିଏଲଟା ତାକୁ ସେ ଖାଇବନି ପିଇବନି କିଛି ନାହିଁ। ତେଣୁ ଆଜିକାଲି ଗୋଟେ ସମସ୍ତେ ଟିକେ ଭିଡିଓ ଅନ୍ କରନ୍ତି। ଆଉ ତେଣୁ ଏଇଟା ସୁବିଧା ହଉଛି, ପିଲାଟାକୁ ମୋବାଇଲଟେ ଧରେଇ ଦିଅ, ତାର ସେ ଖାଇବ ପିଇବ ଏସବୁ। ତାକୁ ଭିଡିଓ ଅନ୍ କରନ୍ତୁ ସମସ୍ତେ। ତେଣୁ ସେଇଭଳି ତାପରେ ମୁଁ ପଚାରିବି ଯେ ଆପଣ କଣ ଏହାର ମତ ଆପଣ ରଖୁଛନ୍ତି। ତେଣୁ ତେଣୁ ସୁବିଧା ପାଅ, ବାପା ମା ଜାଣିବା ଉଚିତ ଯେ ପିଲାକୁ ଭିଡିଓ ଦେଲେ, ଯୋଉ ମୋବାଇଲ ଦେଲେ ସେମାନେ ଭବିଷ୍ୟତରେ ତାଙ୍କର କଣ ଅବସ୍ଥା ହବ ସେଇ କଥା ଜାଣୁନାହାନ୍ତି। ସାମୟିକ ଭାବେ ତାକୁ ମୋବାଇଲ ଦେଖେଇକି ପୁଅ ଖାଇଦେ 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 ଖାଇଦେ, ଖାଇବା ଜିନିଷ ବି ଅଖାଦ୍ୟ ଗୁଡ଼ିଏ ଖାଇବାକୁ ଦଉଛନ୍ତି। ସକାଳୁ ଆସିଲା, ଆମର ଗୋଟେ ନାତି ଅଛି, ଝିଆରୀର ପୁଅ ଆସିଲା, ଗାଧେଇକି ଆସିଥିଲା ପାଣି ସରସର। ମୁଁ କହିଲି ଯେ ଆଈକି କହିବୁ ଟିକେ ପୋଛିଦେବ। ସେ ପୋଛିଦେଲା, ତାକୁ କହୁଛି ଆଈ ମତେ 5 ଟଙ୍କା ଦିଏ। ମାନେ ସବୁ ଯାକ 2-3 ବର୍ଷର ପିଲା, ବଡ ନୁହଁ। 5 ଟଙ୍କା, 5 ଟଙ୍କା କଣ କରିବୁ ନା କୁରକୁରି ଖାଇବି। ତେଣୁ ତା ଆଈ ତାକୁ 5 ଟଙ୍କା ଦେଲା। ମୁଁ କହିଲି କୁରକୁରି ଖାନା, ଆଳୁ ଚିପ୍ସ ଖାଇବୁ। ଆଳୁ ଚିପ୍ସ ଦେଖିଲା, ସେ ଆଳୁ ଚିପ୍ସ ନାହିଁ, ସେ କୁରକୁରି। ତେବେ ଏଇ ଜିନିଷ ଗୁଡା ଆମର ହଉଛି ବାସ୍ତବିକ ଭୁଲ ଚୟନ, ବାସ୍ତବିକ ଭୁଲ ଚୟନ। ଏ ଯୋଉ ଏଠି କୁହାଯାଇଛି ଯେ ଶିଶୁର ଆଧ୍ୟାତ୍ମିକ ବିକାଶ ପ୍ରତି ଧ୍ୟାନ ଦେବା ମାତା ପିତାଙ୍କର ପ୍ରମୁଖ କର୍ତ୍ତବ୍ୟ ଅଟେ। ଏଇଟା ରହିବା ଉଚିତ। ଯୋଉମାନେ ଇସ୍କନକୁ ଆସିଛନ୍ତି, ଯୋଉ ମାତା ପିତା ଉଭୟ ଇସ୍କନକୁ ଆସିଛନ୍ତି, ସେମାନେ ଏଇ ଜିନିଷଟା ପାଳନ କରୁଛନ୍ତି। କିନ୍ତୁ ଯୋଉଠି ଜଣେ ଆସିଛି, ଅଥବା ମାତା ଆସିଲେ ମେ ବି ପସିବଲ, କିନ୍ତୁ ଯଦି ବାପ ଆସିଛି ସେଠି ଫେଲୁଅର, ସେ ଜିନିଷଟା ସମ୍ଭବ ହଉନି। ଦୁଃଖର ବିଷୟ। ଆଉ ଚାଣକ୍ୟ ପଣ୍ଡିତ ଯୋଉ କହିଛନ୍ତି 5 ବର୍ଷାଣି ଲାଳ ପାଳୟେତ, 16 ବର୍ଷାଣି ତାଡ଼ୟେତ, ତାପରେ ମିତ୍ରବତ ଆଚରୟେତ। ସମୟ ଅନୁସାରେ ଯଦି ଇଏ କରିବ। ଆଜିକାଲି ପିଲା କହୁଛନ୍ତି ତମ ନାଁରେ ମୁଁ କେସ୍ କରିବି, ତମେ ମତେ କାହିଁକି ପିଟୁଛ। ଆପଣ କୋଉଠି ଶୁଣି ଥାଇପାରନ୍ତି, ଆମେ ବି ଶୁଣିଛୁ। ମୁଁ ଯିବି ଥାନାକୁ, ଯିବି ମତେ ତମେ ବାଡଉଛ ବୋଲି। ସ୍କୁଲରେ ତ ମାଡ଼ ଉଠିଗଲା। ତେବେ ଏସବୁ ଜିନିଷ ଦେଖନ୍ତୁ, ଏଇ ଲେଖାକୁ ଆଉ ବାସ୍ତବ ଚିତ୍ର କେତେ ପାର୍ଥକ୍ୟ ରହୁଛି। ତେଣୁ ଏଇଭଳି ଭାବରେ ମାତା ପିତା ନିଜର ଗୃହରେ କୃଷ୍ଣ ଭାବନାମୟ ବାତାବରଣ ନିର୍ମାଣ କରି ପ୍ରତିଦିନ କୃଷ୍ଣ ଭକ୍ତିମୟ କ୍ରିୟା ଦ୍ୱାରା ଶିଶୁକୁ ଉନ୍ନତ ଭକ୍ତ ଭାବରେ ଗଢି ତୋଳିବା ଉଚିତ। ଏଇଟା ଯିଏ କୃଷ୍ଣ ଭକ୍ତି ପ୍ରଦାନ କରି ନ ପାରିଲା, ସେ ମାତା ମାତା ନୁହେଁ କି ପିତା ପିତା ନୁହେଁ। ପିତା ନ ସ୍ୟାତ୍ ଜନନୀ ନ ସ୍ୟାତ୍। ଯିଏ ମୃତ୍ୟୁ କବଳରୁ ନିଜ ପିଲାକୁ ସୁରକ୍ଷା ପ୍ରଦାନ କରି ନ ପାରିଲା, ତେବେ ମୃତ୍ୟୁ କବଳରୁ କିଭଳି ନା କୃଷ୍ଣ ଭକ୍ତି କଲେ ମୃତ୍ୟୁ କବଳରୁ ସେ ରକ୍ଷା ପାଇପାରିବ। ମୃତ୍ୟୁ ଅର୍ଥାତ ଯମ। ତେଣୁ ଏଥିରେ ଏ ଯେତିକି ଆମେ ଆଲୋଚନା କଲେ ସ୍ୱଳ୍ପ ସମୟ ମଧ୍ୟରେ, ଆପଣ ମାନଙ୍କର ମତ ରଖନ୍ତୁ। ତ ଅଳ୍ପ ଅଳ୍ପ ସମୟରେ ଆପଣଙ୍କ ମତ ରଖନ୍ତୁ, ଅଳ୍ପ ସମୟ ନିଅନ୍ତୁ, ମିନିଟ 2 ମିନିଟ ଏମିତି।
କୁହନ୍ତୁ। 7ଟା 40 ଭିତରେ ଏବେ ତ ଗଲା ହାରି 38 ରୁ 40 ହେଇଯିବ। କେହି କିଛି କହିବେନି? ଆରେ ଶୁଭଚନ୍ଦ୍ର ପ୍ରଣାମ। ଆଜ୍ଞା। କୁହନ୍ତୁ ମାତାଜୀ, ହରେ କୃଷ୍ଣ। ଶୁଣି ପାରିଲେନି ଠିକ। ଆଚ୍ଛା ଆଚ୍ଛା। ଆଉ ଯୋଉମାନେ ଶୁଣିଲେ କିଏ କହନ୍ତୁ ତ, ଆମେ କରିବା କଣ? ଯୋଉଟା ଯେତିକି ଆଲୋଚନା। ପିଲାଙ୍କ ପାଇଁ ଯୋଉଟା କହୁଥିଲେ ତ? ହଁ ହଁ ହଁ। ସେଇଟା କାଲି ମୁଁ ଗୋଟେ ପଢୁଥିଲି। ପିଲା ପ୍ରଥମେ ମୋବାଇଲ ଟା ଧରୁଛି କଣ ପାଇଁ? ଆମେ ହଁ। ପିଲାକୁ କ୍ୱାଲିଟି ଟାଇମ ପିଲାକୁ ଆମେ ଦଉନେ। ହୁଁ ପିଲା ତାର ମନ କଥା, ତାର ଯୋଉ ସ୍ନେହ ଶ୍ରଦ୍ଧା ଟା ସେ ପାଉନି। ହୁଁ ଯଦି ଆମେ ପିଲାକୁ କ୍ୱାଲିଟି ଟାଇମ ଦବା, ସେ ଯୋଉଟା ଚାହୁଁଛି ତା ମନ କଥା କହିବାକୁ, ତା ମନ ଜଣେ ବୁଝୁ, ସେଇ ଜିନିଷ ଟା ଆମେ ଦଉନେ। ସେଥିପାଇଁ ପ୍ରଥମେ ସେ ଆଟାଚ ସେଇଥିପାଇଁ। ଦ୍ୱିତୀୟ ହୁଁ। କଥା ହେଲା, ଇଣ୍ଟରନେଟରେ ଯୋଉ ପ୍ରକାର ଜିନିଷ ସବୁ ଆସୁଛି, ସେ ହୁଁ। ପିଲା କଣ ବୁଢାକୁ ବି କବଳିତ କରିଦଉଛି। ଆଚ୍ଛା ହଁ। ଆଇ ଗେସିଂ, ତାର ଯୋଉ ସ୍ୱର, ଏଇ ସବୁ ଜିନିଷ ଯୋଉ ଏଆଇ ର ଏଇ ଜିନିଷଟା ଆସୁଛି ସେଇଟା। ହୁଁ ଆଉ ଯୋଉ ହରେ ରହିଲା କୃଷ୍ଣ ଖାଇବା କଥା, ହୁଁ ଖାଇବା କଥାଟା ଆମେ ଅଳସୁଆ ହେଇଯାଉ। ଯେମିତି ଦେଖନ୍ତୁ, ଆମେ ତ ଆମ ଧାରାରେ ଆମେ ଚା ପିଉନେ, କିନ୍ତୁ ଯୋଉମାନେ ଚା ପିଅନ୍ତି, ଧରେଇ ଦିଅ ଚା ଟିକେ, ସେ ବିସ୍କୁଟ ଟେ ବି ଖାଇଦବ। ଆମେ ଯଦି ପିଲାକୁ ସେ ଯାହା ଚାହୁଁଛି ତାଠୁ ଗୋଟେ ଭଲ ଜିନିଷ କରି ଖାଇବାକୁ ଦେଇଦବା, ସେ ବାହାରୁ ହୁଁ। ଯିବ କାହିଁ ପତଙ୍ଗ ଖାଇବାକୁ? ଯିବନି। ଆଇ- ତାକୁ ପେଟ ପୁରେଇ ଦେଇକି ଆମେ ବାହାରୁ ଛାଡିବା, ସେ ଦେଖିଲେ ତାକୁ ଭୋକ ତ ନଥିବ, ଖାଇବାକୁ ଇଚ୍ଛା ହବ କଣ? ଇଚ୍ଛା ହେଲେ ବି ଧରିକି ଆସିବ, ତାକୁ ଥୋଇ ଦେଇଥିବ। ସେ ମାନେ ଦେଖିଲା, ତାକୁ ଲାଗିଲା ଆଣିବି, ତା ପେଟ ପୁରି ଯାଇଥିବ, ସେ କିଣିକି ଆଣିଲା ପରେ ସେ ଆଉ ତାକୁ ଖାଇବାକୁ ଇଚ୍ଛା ହବନି ସେ ଜିନିଷ ଗୁଡା। ଆଉ ଥରେ ଯଦି ଖାଇଲା, ସେଇ ଜିନିଷରେ ଏମିତି ସବୁ ଜିନିଷ ଦିଆ ହେଇଥାଉଛି, ଆଉ ଯାହାକୁ ବି ଖାଇଲେ ପାଟିକି ଟେଷ୍ଟ ଲାଗିବ। ସେ ଦେହକୁ ଖରାପ ଥାଉ ଯାହା ହଉ, ପିଲା ବଡ ଯିଏ ବି ଖାଇଲେ ତାକୁ ଭଲ ଲାଗିବ, ତେଣୁ ସେ ଖାଇବାକୁ ଇଚ୍ଛା କରିବ। ଆଜ୍ଞା ବହୁତ। ହଁ, ଭିତରେ ବିଷ ଥାଉ ବରଂ, କିନ୍ତୁ ବାହାରକୁ ଯଦି ଯିବାକୁ ଭଲ ଲାଗୁଛି, ସେ ଜିନିଷ ସେମାନେ ଖାଇବେ। କିନ୍ତୁ ଗୋଟିଏ ଏଇଠି ଆମେ ମାନେ ଯେହେତୁ କୃଷ୍ଣ ଚେତନଶୀଳ କୃଷ୍ଣ ଚେତନା ସଂଘରେ ଆସୁଛେ, ବାସ୍ତବିକ ଆମେ ଏଇ ପରିବେଶ ଟା ତିଆରି କରିବା ପାଇଁ ଚେଷ୍ଟା କରିବା। କିନ୍ତୁ ଦୁର୍ଭାଗ୍ୟ, ମୁଁ ନିଜେ ହାତ ଟେକି ଦଉଛି। ମୁଁ ନିଜେ ହାତ ଟେକି ଦଉଛି ଯେ ମୁଁ କରିବାକୁ ଅସମର୍ଥ ହେଇଯାଉଛି। ତେଣୁ ହରେ କୃଷ୍ଣ ମହାପ୍ରଭୁ, ପ୍ରଭୁଜୀ ପ୍ରଣାମ। ହରେ କୃଷ୍ଣ। ପ୍ରଭୁଜୀ ସମସ୍ତଙ୍କୁ ପ୍ରଣାମ। ପ୍ରଭୁଜୀ ଏଇଟା ତ ଆମର ଅବଧି ରହିଲା ଆମ ଘର ଭିତରେ ରହିଲେ, ପିଲାମାନଙ୍କର ସ୍କୁଲ ପରିବେଶ ବି ପ୍ରଭୁଜୀ ଠିକ ନାହିଁ। ସ୍କୁଲ ହୁଁ ପରିବେଶ ଟା ଏତେ, ଆମେ ଭାବୁଛେ ଉନ୍ନତ ଧରଣର ସବୁ ଥିଙ୍କିଙ୍ଗ, ମାନେ ହାଇ ଏଜୁକେଟେଡ ସବୁ ସେ, କିନ୍ତୁ ତା ଭିତରେ ବି ପ୍ରଭୁଜୀ ସୂକ୍ଷ୍ମ ଭାବରେ ସବୁ ରହୁଛି ନା। ଏଣ୍ଟରଟେନମେଣ୍ଟରେ ଆମେ ତାଙ୍କର ସ୍କୁଲରେ ବୈଭବ କଥା କହୁଛି ପ୍ରଭୁଜୀ, ତାଙ୍କ ସ୍କୁଲରେ ତାଙ୍କର ଟିଭି ଦେଖଉଛନ୍ତି ପିଲାମାନଙ୍କୁ। ହୁଁ କାର୍ଟୁନ ଦେଖ, ମାନେ ତାଙ୍କର ଯେତେବେଳେ ପ୍ରାକ୍ଟିକାଲ ଥାଉଛି, ସେଗୁଡା ସବୁ ଦେଖଉଛନ୍ତି। ମାନେ ତାଙ୍କର ସମ୍ବନ୍ଧୀୟ, ମାନେ ବିଷୟ ସମ୍ବନ୍ଧୀୟ କିଛି ଦେଖଉଛନ୍ତି। ଆଜିକାଲି ତ ଇଣ୍ଟରନେଟ ଯୁଗ ହେଇଗଲା ନା, ଦେଖୁଛନ୍ତି। ତା ହୁଁ ବାଦେ ଯେତେବେଳେ ପିରିୟଡ ଗ୍ୟାପ୍ ଥିବ, ସେ କହୁଛନ୍ତି ଠିକ ଅଛି କାର୍ଟୁନ ଦେଖରେ ପିଲାମାନେ। ତ ସେଇଠି ଆଉ କାହାକୁ ଆମେ ଆଉ ଦୋଷ, ଆମର ତ ଏଠି କିଛି ଆୟତ ନାହିଁ ନା ପ୍ରଭୁଜୀ। ସେଇଟା ବି ଦୋଷ ରହୁଛି ଟିକେ। ପିଲାକୁ ଆମେ ହାଇ ଏଜୁକେଟେଡ ମାନେ ସ୍କୁଲରେ ଛାଡୁଛେ, ବଡ ବଡ ସ୍କୁଲରେ ଯାଉ ଆମ ପିଲା ପାଠ ପଢୁ, କିନ୍ତୁ ଏଇ ସବୁ ଏଇ କ୍ଷେତ୍ରରେ ଆମର ସୁଦେବୀ ମାତାଜୀଙ୍କର ଆମେ ମତ ନବା। ଘରକୁ ସଦନ, ବାହାରକୁ ତ ପିଲା ଯିବେ ସ୍ୱାଭାବିକ ଭାବରେ, ହଁ ନ ଯାଇକି ରହିବେନି। ହୁଁ ଯେମିତି ଆମେ ଲୁଗାଟାକୁ ସଫା କରୁଛେ ନା, ମଇଳା କରୁଛେ କି? ଲୁଗା ହୁଁ ମନକୁ ମନ ମଇଳା ହବ। ହଁ ତେଣୁ ହବ। ଏଇସବୁ ଜିନିଷ ହବ, ତେଣୁ ସେଇଟା ହବ, ସେଇ ଜିନିଷଟା ଆସିବ। ହୁଁ ଆମେ ଆମ ହାତରେ ଯେତିକି ହେଇପାରିବା ଚେଷ୍ଟା କରିବା, ଆମ ହାତରେ କେତିକି ହେଇପାରୁଛି ହୁଁ ଆମେ ମ୍ୟାକ୍ସିମମ୍ ଏଫର୍ଟ ଦବା। ହୁଁ ତେଣୁ ଆମେ ଚେଷ୍ଟା କରିବା। ତାପରେ ତାର ଗୋଟେ ରହୁଛି ପୂର୍ବର ସଂସ୍କାର ରହୁଛି, ଆମେ ଚେଷ୍ଟା କରିବା ତାକୁ କେମିତି ସେଇଟା ଏତେ ଆଟାକ୍ କରିବନି। ଦେଖନ୍ତୁ, ଆମେ ଧର ପିଲାକୁ ଟିଭି ଦେଖିବାକୁ ଦେଲେ, ଦେଖେ ଠିକ ଅଛି, ଆଜିକାଲି ବହୁତ ବଢିଆ ବଢିଆ କହୁଛି, ଏଇ ଯୋଉ ଦେଖିକି ଖାଲି ଟିଭିରୁ ମୋବାଇଲରୁ ଚୈତନ୍ୟ ତାଙ୍କର ମାକ୍ସିମମ୍ ଜିନିଷ ଗୀତା ଜାଣି ସାରିଲାଣି। ଗୋଟେ ଦଉଛି ଏକ୍ସାମ୍ପଲ, ସେ ଦେଖୁଛି, ସେ ଦେଖିବା ଆଗରୁ ଆମେ ତାକୁ ଏମିତି ଦେଇଥିବା ଯେମିତି ସେଇଟା ଦେଖିକି ତା ମନ ଖୁସି ହେଇଯିବ। ବଢିଆ ବଢିଆ ଭଜନ ଆସୁଛି, ବଢିଆ ବଢିଆ ସିରିଏଲ ସବୁ ଆସୁଛି, ବହୁତ ଜିନିଷ, ଭାଗବତ ପରୀକ୍ଷିତ ମାତାଙ୍କର ସବୁ ଜିନିଷ ଆସୁଛି। ତେଣୁ ଆମେ ଆମ ଚେଷ୍ଟାଟା ଦେଲେ, ବାହାରକୁ ସେ ଗଲା ମାତାଜୀ ବାହାରକୁ।
प्रणाम माताजी आमर गिरधारी पळी आसी 11:30 रे किंतु वैभव जाउची ନାଇଁ 7 रु तांकर एंट्री 7 रु ये ହଁ 2:40 रे जाके आसुची ଶୁଣି बुझिबेले ସାରନ୍ତୁ ना तापर स्कूल टाइम एटा ଶୁଣି हां ସାରନ୍ତୁ माताजी एटा कहून गोटे कथा ସେ नहीं नहीं ଆସୁଛି सुनंदो गोटे ସାଢେ कथा ଦିଟାରେ, ସାଢେ ଦିଟାରେ ସେ नहीं ଆସୁଛି। सुनंदो माने ସାର୍ टाइम ଏତେ कथा ମୁଁ कहूची हम ଗୀତାରେ पिला କଥା माने केते କହୁନି। बाहर दउछु नहीं ବିଶ୍ୱମଞ୍ଜରୀ नहीं ଟିକେ ଶୁଣନ୍ତୁ ଆପଣଙ୍କ କଥା କହିବେ ସମସ୍ତ नहीं नहीं प्रभु जी गोटे मिनिट खाली टाइम टा कथा कहूची माने स्कूल टाइम हैला 7 रु 2:40 प्लस आउथरे ट्यूशन भी अछि तो सेई कथा हम खाली टाइम कथा कहे चाहूथली एठी हरे कृष्ण ଆଜ୍ଞା ମାତାଜୀ କୁହନ୍ତୁ। ସବୁ ପିଲାଙ୍କର ଯେତେବେଳେ ହାୟର କ୍ଲାସ ହେଇଯାଉଛି ଆମ ପାଖରେ ସେ ରହିବେ କ୍ଲାସ 4, 5 ପର୍ଯ୍ୟନ୍ତ ରହିଲେ, ହୁଁ, ସେତିକି ସମୟ ଆମେ ତାଙ୍କୁ ଦବା effort। ହୁଁ, ଆଚ୍ଛା ରହିଲା ସ୍କୁଲ ଟାଇମିଂ କଥା, ଟାଇମିଂ ସେ ଯିବେ ବଡ ପିଲା ହେଲେ ସେଇ 2:30 3ଟାରେ ଆସିବେ, ହୁଁ, ଟିଉସନ ବି ଯିବେ, ହୋମୱାର୍କ ବି କରିବେ, ହରନାମ ବି କରିବେ, ସବୁ କଥା କରିବେ। ଦେଖନ୍ତୁ ଆମେ ସମସ୍ତଙ୍କ ପାଇଁ ସମୟଟା 24 ଘଣ୍ଟା। ଗୋଟେ ହୁଁ, ଏକ୍ସାମ୍ପଲ ମୁଁ କହୁଛି, ଆମ ଘରେ ତ ଏମାନେ ବାବା ବୋଉ ବିରୋଧୀ, ହୁଁ, ବୁଝିଲେ କି? ପିଲାର ଖାଲି ଏଗୁଡା ଗୀତା ପଢେ, ଭାଗବତ ପଢେ, ଜପ କରେ, ଏଇ ଜିନିଷଟା କାହିଁ ଶିଖଉଛ? ଠିକ ହୁଁ, ଅଛି, ତ ସେମାନଙ୍କ ସବୁ 24 ଘଣ୍ଟା ବା ରହୁଛନ୍ତି କି? ଧରନ୍ତୁ ହୁଁ, ପିଲାଟା ଉଠିଲା, ସେ ଉଠିଲା 6:30 7ଟା ଭିତରେ, 6:30 ଉଠିଗଲା, ଯିବ ସେ 8ଟାରେ ସ୍କୁଲ ଯିବ। ତା ଭିତରେ ଆମେ ତାକୁ ଏମିତି ଛାପ ପକେଇ ଦେଇଥିବା ଯେମିତି ସେ ନ ଗାଧେଇ କିଛି ଖାଇବନି, ଉଠିଲା ମାନେ ବାଥରୁମ ଯା ଗାଧା। ତାକୁ ଯଦି ଆମେ 4-5 ବର୍ଷ ଆମେ ଅଭ୍ୟାସ କରିଦେଇଥିବା, ତାକୁ 10 ବର୍ଷ ଆମକୁ ଶିଖେଇବା କଣ ଆବଶ୍ୟକ ଅଛି? ଯଦି ଆମେ 4 ବର୍ଷ ଆମେ କହିବା ଥଣ୍ଡା ହେଇଯାଏ, ଆରେ ଥଣ୍ଡା କେତେ ଦିନ ହବ? ଧର ଗାଧଉଛି ନୂଆ ନୂଆ କି ଆମକୁ ହବ ମାସେ କି 2 ମାସ କି 6 ମାସ ହବ, ତାପରେ ଥଣ୍ଡା ହବ କି? ତେଣୁ ଆମେ ତାକୁ ଏମିତି ଅଭ୍ୟାସ ଛୋଟରୁ ଛାଞ୍ଚ ଯେମିତି ମାଟି ଭଳିଆ ତାକୁ ଆମେ ଶିଖେଇ ଦେଇଥିବା, ତେଣୁ ସେ ନ ଗାଧେଇ କୌଣସି ଜିନିଷ ଖାଇବନି, ସିଧା ଗାଧେଇଲା, ତୁଳସୀରେ ପାଣି ଦେଲା, ଠାକୁରଙ୍କୁ ଫୁଲ ଦେଲା, ଗୋଟେ ରାଉଣ୍ଡ ଜପ କଲା, ଏକାଥରେ ଖାଇଲା। ଯଦି ସେଇଟା ଆମେ ତାକୁ 5 ବର୍ଷରୁ କରିଦେଇଥିବା, 10 ବର୍ଷରୁ ଆମକୁ କଷ୍ଟ ହବନି, ତାର ଅଭ୍ୟାସ ପରିଣତ ହେଇଗଲା। ଦ୍ୱିତୀୟ କଥା, ସ୍କୁଲ ଗଲା, ସ୍କୁଲରେ ଆମେ ଟିଫିନ ଦଉଛେ, ସେ ତ ପ୍ରସାଦ ପାଇଲା ସବୁବେଳେ, ସେମିତି ଟିଫିନ ଟା ନବା, ଆମେ ଠିକ ଅଛି ତୁ ପିଲାଙ୍କୁ ସେୟାର କରେ, ତ ସେମାନଙ୍କୁ ତୁ କିଛି ଖାଇବନି, କାରଣ ସେମାନଙ୍କ ପ୍ରସାଦ ନୁହଁ। ସେ ଥରେ ଥରେ ଖାଇଲା, ଯଦି ସେ ସବୁବେଳେ ଅଭ୍ୟସ୍ତ ହେଲା, ଆମେ ଯେତେବେଳେ କଥା ଶୁଣିଲେ ସେ କଥା ଟିକେ ଶୁଣିଲା, ଆସ୍ତେ ଆସ୍ତେ ପିଲାଟା ଯେତେବେଳେ 10 ବର୍ଷ ହେଇଯିବ, ସେ 8 ରାଉଣ୍ଡ ଆରାମରେ କରିପାରୁଥିବ। ଦେଖୁନ ସ୍କୁଲ ଗଲା, ଗୋଟେ ରାଉଣ୍ଡ କରିଦେଇ ପଳେଇଲା। ସେ ଜପର ମହାତ୍ମ୍ୟ କଣ ନାହିଁ? ଆମେ ଯଦି ଇଲେକ୍ଟ୍ରିକ ହାତ ମାରିଲେ, ଜାଣିକି ହାତ ମାରିକି ନ ଜାଣିକି ହାତ ପୋଡିବ ନା। ସେ ଗୋଟେ ରାଉଣ୍ଡ କରିଗଲା, ସ୍କୁଲ ଆସିଲା, ଆସିଲା ପରେ ଫ୍ରେଶ ହେଲା, ଖାଇଲା, ଟିକେ ବସିଲା, ଟିଭି ଦେଖିଲା, କି ନହେଲେ ତାର ଆସୁ ଆସୁ ଟିକେ ଫ୍ରେଶ ହବ ନା ନାଇଁ, ଅଧଘଣ୍ଟା ବସିବ, ଟିକେ ଆମେ ତା ସାଙ୍ଗରେ କଥା ହେବା, ତୁ ସ୍କୁଲ ଗଲୁ, କଣ କଲୁ, କଣ ପଢିଲୁ, କଣ ଲେଖା ହେଲା, କଣ ପଢା ହେଲା, ତା କଥାଟା ସେ କହିଦେଲା କି? କିନ୍ତୁ ତା କଥାଟା ଆମେ ଶୁଣିଦେଲେ, ଶୁଣିଦେଲା ପରେ ତା କଥା ଆମେ 15 ମିନିଟ ଶୁଣିଦେଲେ, ସେ ଆମକୁ ଶୁଣିବନି? ଆରେ 15 ମିନିଟ ଆମ କଥାଟା ଶୁଣିଦେଲେ, ତାପରେ ଟିକେ ବସିଲେ, ତାକୁ ଗୋଟେ ସମୟ ଦେଲେ, ବାସ୍ ତା କଥା ସରିଲା କି? ବାବା ସବୁ ସରିଲାଣି ତ, 2 ରାଉଣ୍ଡ ଜପ କରିଦେ, ତାର ଅଭ୍ୟାସ ହେଇଥିବ, ସେ 4 ରାଉଣ୍ଡ କରିଦେ, ଅଧଘଣ୍ଟା ଲାଗିବ, ସରିଲା। ତାପରେ ତୁ ଖେଳିବାକୁ ଯା, 4:30 5ଟା ହେଲେ ତୁ ଖେଳେ, 6ଟା ପର୍ଯ୍ୟନ୍ତ ଖେଳେ, ଆସିଲା ଟିକେ କିଛି ହୋମୱାର୍କ କଲା, ପଢାପଢି କଲା, 8ଟା 8:30 ପର୍ଯ୍ୟନ୍ତ ତାର ପଢାପଢି, ତାର ହୋମୱାର୍କ ଯାହା କଲା ସରିଲା, ଶୋଇବାକୁ ଯିବେ, ଶୋଇବା ଟାଇମ ଟା, ନିଦ୍ରା ଆସିଲାଣି ଶୋଇବୁ, ଠିକ ଅଛି ତୁ 2 ରାଉଣ୍ଡ ଜପ କରିଦେ ଶୋଇପଡିବୁ, ଆରାମରେ 8 ରାଉଣ୍ଡ ହେଇପାରିଲା ନା? ମତେ କଣ 10 ବର୍ଷ ବେଳକୁ ଆମେ ତାକୁ ଟ୍ରେନ କରିବାର ଅଛି, ସେ ଅଛି। ଆଉ ରହିଲା ବାହାର କଥା, ବାହାର କଥା ଆସିବ, ଯେତେ ସେମାନେ ବଡ ସେମାନେ ରିଚାର୍ଜ ହେବେ, ସାଧାରଣ କଥା, ସେମାନେ ହେବେ, କାହିଁକିନା ପରିବେଶଟା ସେ ପ୍ରକାର ନା, ସେମାନେ ଶିଖିବେ। ଆମକୁ ଯେମିତି ଲୁଗା ବାରମ୍ବାର ଆମେ ବଜାରକୁ ଯେମିତି ଆସି ଲୁଗାଟା ବଦଳେଇ ଧଉଛେ, ସେମିତି ସେମାନେ ହବ। ତାର ଯେତିକି ଛାପାଟା ପଡିଥିବ, ତାର ସଂସ୍କାର ସେତିକି ଗ୍ରହଣ କରିଥିବ, ହେଲା, ନହେଲେ ନାଇଁ ଏତିକି ଯାହା ହେଇଥିବ ଭୁଲିବନି ନା, କିଛି ତ ମନେ ରହିବ। ଧର 8 ରାଉଣ୍ଡ କରୁଛି, ତାକୁ ତ ଇଚ୍ଛା ହବ 1 ରାଉଣ୍ଡ କରିବ ବୋଲି, ନା ହବନି? ହରେ ନିଶ୍ଚିତ ଭାବେ ମାତାଜୀ ଅନେକ କଥା କହିଲେ, ବହୁତ ଶିକ୍ଷଣୀୟ କଥା କହିଲେ, ଆଉ ବାସ୍ତବ ତାଙ୍କ ପରିବେଶ ବି ସେଇଭଳି, ଆଉ ତାଙ୍କ ପରିବେଶଟା ସେଇଭଳି। ବହୁତ ବହୁତ ଧନ୍ୟବାଦ। ତେଣୁ ଅନେକ କ୍ଷେତ୍ରରେ ବି ଏଇଟା ସମ୍ଭବ ହଉନି, ମୋ କ୍ଷେତ୍ରରେ ମୁଁ କହୁଛି ଏଇଟା ସମ୍ଭବ ହଉନି। ମୁଁ ପ୍ରପାତଙ୍କ ଉପରେ ସବୁ ଛାଡି ଦେଇଛି, ପ୍ରପାତ ତମେ ଯାହା କରିବ, କାରଣ ମୋ ସମର୍ଥ ହେଇଯାଉଛି। କେତେ କହିବ ଗୋଟେ ଜିନିଷଟାକୁ କେତେ ଥର କହିବ? ଜଣେ ସପୋର୍ଟ ଦଉଛି ସଦାବେଳେ, ମୁଁ ମନା କଲା ବେଳେ ଜଣେ ସପୋର୍ଟ ଦବ, ତେବେ କଣ କର? ତେଣୁ ପ୍ରପାତ ଯାହା କରନ୍ତି, ତେଣୁ ପ୍ରପାତକୁ କହିଲି ଯଦି ମୋ ସମର୍ଥ ହେଇଯାଉଛି, ଆପଣ ଏଠି ହସ୍ତକ୍ଷେପ କରନ୍ତୁ, ନଚେତ୍ ମତେ ଏତେ ଦୂରେଇ ଦିଅନ୍ତୁ ସେ ପରିବେଶ ଭିତରେ, हरे କାରଣ कृष्णा प्रभु जी। କେହି କାହାର ନୁହନ୍ତି।
ମାତାଜୀ ଯୋଉ ଜିନିଷ ଗୁଡା କହିଲେ ବିଶ୍ୱମଞ୍ଜରୀ ମାତାଜୀ ଆପଣ ଶୁଣିଲେ ତ ସବୁ ଆପଣ ବାସ୍ତବ ପିଲା ଯାଉଛି ଏଇ ଜିନିଷ ଆପଣ ଗୋଟେ ରୁଟିନ କରିବେ ଯେ ମୁଁ ଏଇ ଜିନିଷ ଇଏ କରିବା କଥା ଆଟଲିଷ୍ଟ ପ୍ରଭୁଜୀ ହରେ ପ୍ରଭୁଜୀ ଯେତିକି ବୈଭବୀକୁ ମୁଁ ପ୍ରଭୁ ମାତାଜୀ ଯୋଉ ଯୋଉଗୁଡା ସବୁ ପଏଣ୍ଟ ଗୁଡା କହିଲେ ବୈଭବୀ ସେଥିରୁ କୋଉଟା ବି ସିଏ କରୁନି ବାହାର ଜିନିଷ ଏକରେ ସେ ଖାଉନି ଦୁଇରେ ସିଏ ଟିଭି କାର୍ଟୁନ ତ ତାକୁ ଟାଇମ ହିଁ ହଉନି ଏଇଠି ମାମୁଁ ଘର ଆସିଲେ ଟିକେ ଦେଖେ ନହେଲେ ସିଏ ଅଛି ଠିକ ମୋ ଅଣ୍ଡରରେ ଅଛି ଏବେ ତାପରେ କଣ ହବ ବଡ ହେଲେ ମୁଁ ଜାଣିନି ପ୍ରଭୁଜୀ ହରେ କୃଷ୍ଣ ପ୍ରାଣ ହରେ କୃଷ୍ଣ ଠିକ ଅଛି ଆମେ ଅତି ସୁନ୍ଦର ଭାବେ ଆଜିର ବୈଷ୍ଣବ ସଦାଚାର ବିଷୟବସ୍ତୁ ଆଲୋଚନା କଲେ ଆଉ ସମସ୍ତେ ବାସ୍ତବିକ ଏଇ ଜିନିଷ ପ୍ରତି ଗୁରୁତ୍ୱ ଦେବା ଉଚିତ ତାପରେ ଭଗବାନ କଣ ଶିକ୍ଷା ଦେଉଛନ୍ତି ଆମକୁ ଆଜି ଶ୍ରୀ ଭଗବାନ ବାଚ ଶ୍ଲୋକ ନମ୍ବର ହରେ କୃଷ୍ଣ ଶ୍ଲୋକ ନମ୍ବର 6-7 ଆଜ୍ଞା 6-7 6-7 6-7 ପ୍ରଭୁ ହଁ ହଁ ମୁଁ କେତେ ପଛକରେ କଣ ଚିହ୍ନ ଦେଇଛି 6-7 महाभूत अहंकारो बुद्धिरव्यक्तम एव च इंद्रियाणि दशैकञ्च पंचचन्द्रिय गोचराः इच्छा द्वेष सुखम दुःखम संघात चेतनं धृति एतत् क्षेत्रं समासेन सविकारम् उदाहृतम् पंचमहाभूत अहंकार बुद्धि अव्यक्त 10 इंद्रिय अन्न 5 इंद्रिय भोग विषय वस्तु ये 5 इंद्रिय भोग वस्तु बोले तन्मात्र पंच इंद्रिय भोग्य विषय वस्तु अर्थात तन्मात्र तापरे इच्छा देश सुख दुख समूह चेतना एवं धृति संक्षेप ये सब क्षेत्र और तार विकार बोली विवेचना करा जाए क्षेत्र अर्थात शरीर शरीर पंचभूत अच्छी मन बुद्धि अहंकार एठी अच्छी मन अच्छी बुद्धि अच्छी अहंकार अच्छी चित्त ये चित्त कथा आसेनी मोटामोटी भाव ये जो अव्यक्त कथा कह जाए बोधे ये चित्त को बुझाऊँ ये 4 अंतकरण 10 इंद्रिय 5 तन्मात्र एमती हो गला केते 24 तो हो गला कौन 24 तत्व एथिरे जो वृत्ति स्वरूप इच्छा देश सुख दुख चेतना धृति ये सब भगवान ये जो वृत्ति बा गुण गुड़िक ये सब गुण तेणु ये गुण गुड़िक ये क्षेत्र रे सूक्ष्म भाव रही समय अनुसार बाह्य प्रभाव ये सब प्रकट हुए तेणु भगवान काली गतकाली ये कथा कही ऋषि मुनि माने ये जिनस को जो भगवान को कथा बा क्षेत्र कथा भगवान कथा विशेष भाव कारण वेदांत सूत्र कथा कहुई तेणु वेदांत सूत्र ये क्षेत्र क्षेत्रज्ञ संबंधी विभिन्न वैदिक साहित्य जहाँ वर्णना कर ऋषि मुनि मान द्वारा विशेष भाव वेदांत सूत्र रूपे उपस्थापन करा भगवान से जिनसटा को आनिक आमको कहते आज ये क्षेत्र कथा अर्थात शरीर कथा बा जगत कथा कहले तेणु ये भावार्थ जे विशिष्ट मुनि ऋषि मत जे वेद मंत्र वेदांत सूत्र वर्णना जना जाए पृथ्वी क्षित आप तेज मरुत व्योम और पंच महाभूत सब गठित एगुड़िक हूँ पंच महाभूत तत्पर अहंकार बुद्धि त्रिगुण भूत प्रकृति अव्यक्त स्तर अच्छी भूत प्रकृति अव्यक्त स्तर है त्रिगुणमयी ये जो अव्यक्त कथा कह ये भूत प्रकृति गुण आम गुण कथा कहले ना अव्यक्त अर्थात ये चित्त कहते गुण गुण स्तर अच्छी तत्पर ज्ञान लाभ निमित्त 5 गोटी ज्ञानेन्द्रिय 5टी कर्मेन्द्रिय तापरे इंद्र मान मन अच्छी ताहा निर्देश रे अच्छी एवं ताहाकु अंतर्देशीय इंद्रिय बोली कहा जाए तेणु मन समेत मोट 11टी इंद्रिय अच्छी तत्पर 5 इंद्रिय भोग विषय वस्तु 5 तन्मात्र वर्तमान 24टी तत्व को क्षेत्र कहा जाए क्षेत्रटा है गला जदि कहीं 24टी विश्लेषणात्मक भाव गवेषणा करे
ଓ ତାହା ସେ କ୍ଷେତ୍ର କଥା ଭଲ ଭାବ ବୁଝେ। ତତ୍ପରେ ଇଚ୍ଛା, ଦେଶ, ସୁଖ, ଦୁଃଖ ଅଛି। ଏଗୁଡିକ ସ୍ଥୂଳ ଶରୀରରେ ପଞ୍ଚଭୂତ ମାନଙ୍କର ପ୍ରତିନିଧି ଏବଂ ସେମାନଙ୍କର ବିକାର। ଏ ସବୁ ଭୂତ ଗୁଣ ଦ୍ୱାରା ପ୍ରଭାବିତ ହବ। ତେଣୁ ଏଇ ଯୋଉ ଇଚ୍ଛା ଭାବ, ଦ୍ୱେଷ ଭାବ, ସୁଖ ଭାବ, ଦୁଃଖ ଭାବ ଏସବୁ ଅଛି, ଏସବୁ ଅଛି। ତେଣୁ ଏଇ ସୂକ୍ଷ୍ମ ଭୂତ ଗୁଡିକ ମଧ୍ୟ କ୍ଷେତ୍ର ମଧ୍ୟରେ, ଏଇ ସୂକ୍ଷ୍ମ ଭୂତ ଗୁଡିକ ମଧ୍ୟ କ୍ଷେତ୍ର ମଧ୍ୟରେ ଅନ୍ତର୍ଗତ। ସୂକ୍ଷ୍ମ ଭୂତ କୋଉଟା କହିଲେ ନା ଏଇ ଯୋଉ ବିକାର ଗୁଡାକ, ସୁଖ ଦୁଃଖ ଭାବନା ସବୁ। ପଞ୍ଚ ମହାଭୂତ ସୂକ୍ଷ୍ମ ଅହଙ୍କାର ସ୍ଥୂଳ ପ୍ରକାଶ। ସୂକ୍ଷ୍ମ ଅହଙ୍କାର, ପ୍ରଥମେ ଅହଙ୍କାର ତତ୍ଵ ତ ଆସେ, ଅହଙ୍କାର ତତ୍ଵ ତ ସବୁ ସୃଷ୍ଟି। ସାତ୍ଵିକ ଅହଙ୍କାର, ତାମସିକ ଅହଙ୍କାର, ରାଜସିକ ଅହଙ୍କାର। ସାତ୍ଵିକ ଅହଙ୍କାରରୁ ମନ ବୁଦ୍ଧି ଶୁଦ୍ଧ ଜିନିଷ ସବୁ ସୃଷ୍ଟି ହେବ। ରାଜସିକ ଅହଙ୍କାରରୁ ଇନ୍ଦ୍ରିୟ ସମୂହ ସୃଷ୍ଟି ହେବ। ତାମସିକ ଅହଙ୍କାରରୁ ଭୂତ, ପଞ୍ଚଭୂତ ଇତ୍ୟାଦି ଅଭୋଗ୍ୟ ବସ୍ତୁ ଏସବୁ ସୃଷ୍ଟି ହୋଇଛନ୍ତି। ଏହା ଭାଗବତମ୍ ତୃତୀୟ ସ୍କନ୍ଧ କପିଳ ଦେବହୂତି ସମ୍ବାଦରେ ବର୍ଣ୍ଣନା କରାଯାଇଛି। ତେବେ ସବିସ୍ତୃତ ଭାବେ 24 ତତ୍ତ୍ୱ ତାର ବିକାର ମାନଙ୍କ ସମ୍ବନ୍ଧରେ ଯେ ଜାଣିବାକୁ ଚାହିଁବ ସେ ବିଶଦ ଭାବରେ ଏ ଦର୍ଶନଟିକୁ ଅଧ୍ୟୟନ କରିବା ଉଚିତ। ଭଗବତ ଗୀତାରେ କେବଳ ଏ ସଂକ୍ଷିପ୍ତ ବର୍ଣ୍ଣନା କେବଳ ଦିଆଯାଇଛି। ଶରୀର ଏସବୁର ପ୍ରତିନିଧି ସୂଚକ ଅଟେ। ଏତଦ୍ ବ୍ୟତୀତ ଏ ସ୍ତରର ପରିବର୍ତ୍ତନମାନ ଅଛି। ତାର ସଂଖ୍ୟା ହେଉଛି 6। ଯଥା ଜନ୍ମ ହେଉଛି, ସେ ବୃଦ୍ଧି ପାଉଛି, କିଛି କାଳ ରହୁଛି, ବଂଶ ବୃଦ୍ଧି କରୁଛି। ଏଟା ଶରୀରର ପରିବର୍ତ୍ତନ ଘଟୁଛି, କୋଉ କୋଉ ଅବସ୍ଥା ଦେଇକି ଶରୀର ଯାଉଛି। ତେଣୁ ଏ କ୍ଷେତ୍ରଟି ଏକ ଅସ୍ଥାୟୀ ଭୌତିକ ପଦାର୍ଥ। ଏ କ୍ଷେତ୍ରଟି ଏକ ଅସ୍ଥାୟୀ ଭୌତିକ ପଦାର୍ଥ। ଯାହା କ୍ଷେତ୍ରର ମାଲିକ କ୍ଷେତ୍ରଜ୍ଞ, କ୍ଷେତ୍ରର ମାଲିକ କ୍ଷେତ୍ରଜ୍ଞ, ଯେ କି କ୍ଷେତ୍ରକୁ ଜାଣେ, ସେ ଅଲଗା ରହନ୍ତି। ଆଉ ସେ ହିଁ କ୍ଷେତ୍ରକୁ ବଞ୍ଚେଇକି ରଖିଛନ୍ତି। ତାଙ୍କ ବ୍ୟତୀତ ଏ କ୍ଷେତ୍ରର ମୂଲ୍ୟ କିଛି ନୁହେଁ। ଗୋଟେ ଶରୀର ତିଆରି ହେଇଗଲା, କିନ୍ତୁ ଶରୀର କାର୍ଯ୍ୟକାରୀ କେମିତି ହବ, କାର୍ଯ୍ୟକ୍ଷମ କେମିତି ହବ, ଇଚ୍ଛା ଭାବ କେମିତି ପ୍ରକଟ କରିବ, ବା ଦେଶ ଭାବ କେମିତି ପ୍ରକଟ କରିବ କୁହନ୍ତୁ ତ? ଗୋଟେ ଶରୀର ତିଆରି ହେଲା, କିନ୍ତୁ ତାର ଇଚ୍ଛା ଭାବ, ଦ୍ୱେଷ ଭାବ ଏସବୁ କେମିତି ସେ ପ୍ରକଟ କରିବ? ଗୋଟେ ଶକ୍ତି ଦ୍ୱାରା। ମୃତ ଶରୀର କଣ ଏଇ ଭାବ ଗୁଡାକ ପ୍ରକଟ କରିବ? ମୃତ ଶରୀରରେ ସବୁ ନିହିତ ହେଇକି ଅଛି। ହୁଏତ ତା ଇନ୍ଦ୍ରିୟ ଗୁଡାକ ଶକ୍ତିହୀନ ହେଇଥାଇ ପାରନ୍ତି, କିନ୍ତୁ ସବୁ ଜିନିଷ ବିଦ୍ୟମାନ। ବିଦ୍ୟମାନ ହେଲେ ମଧ୍ୟ କରିପାରୁନି କାହିଁକି ନା ଏଥିରେ ଚିତ୍ ଶକ୍ତିର ଅଭାବ ଅଛି। ଚିନ୍ମୟ ଶକ୍ତି ଯେତେବେଳେ ସତା ଜୀବ ରୂପରେ ପ୍ରବେଶ କରେ ସେତେବେଳେ ଆମେ କହିବା କାହିଁ ପରମାତ୍ମା ନାହାନ୍ତି କି? କିନ୍ତୁ ପରମାତ୍ମା ନିଷ୍କ୍ରିୟ, କୋଉଥିରେ ହସ୍ତକ୍ଷେପ କରିବେନି। ସବୁଠି ଅଛନ୍ତି ସବୁ କିଛି, କିନ୍ତୁ କୋଉଥିରେ ହସ୍ତକ୍ଷେପ କରିବେନି। ସେ କହିବେ ମୁଁ ତ ପଠେଇଛି ମୋର ପିଅନକୁ, ମୁଁ ମୋର ପ୍ରତିନିଧିକୁ ପଠେଇଛି, ସିଏ ସବୁ କାର୍ଯ୍ୟ କରାଇବ। ତେଣୁ ଜୀବାତ୍ମା ଆସିଲେ ଏ କ୍ଷେତ୍ରଟା କଣ ହବ? ଜୀବନ୍ତ ହବ, କ୍ରିୟାଶୀଳ ହବ। କ୍ରିୟାଶୀଳ ହେଲେ ଇଚ୍ଛା, ଦେଶ, ବିନୟ ଭାବ ସବୁ କିଛି ପ୍ରକଟ ହବ। ବାସ୍, ବୁଝିପାରିଲେ ନା? ଆଉ କଣ ରହିଲା ଏଥିରେ ସନ୍ଦେହ? ଆଉ କିଛି ସନ୍ଦେହ ରହିଲା କି? ନିରୁପମା ମାତାଜୀ ଅଛନ୍ତି ନା କୁଆଡେ ଗଲେ? ଆଜ୍ଞା ଆଜ୍ଞା ଅଛି ପ୍ରଭୁଜୀ। ଆଜ୍ଞା ନାଇଁ, ଆପଣ କୋଉଠି ତ୍ରୁଟି ରହିବ ସବୁ ଟିପିକି ରଖନ୍ତୁ। ନା ନା ପ୍ରଭୁଜୀ କଣ କହୁଛନ୍ତି? ପ୍ରଭୁଜୀ ମୁଁ ସେଇ କଥାଟା ଭାବୁଛି ଏପର୍ଯ୍ୟନ୍ତ। ଆପଣ ଯୋଉ ଶିଶୁଙ୍କ କଥା କହିଲେ, ମାନେ ସେଇଟା ଭାବୁଛି ବସିକି, ଆମେ କେତେ ଅସହାୟ, କେତେ ନିରୁପାୟ। ଯଦି କିଛି କରନ୍ତି ଭଗବାନ କରିବେ, କାରଣ ଭଗବାନ ସର୍ବଶକ୍ତିମାନ, ସର୍ବସାମର୍ଥ୍ୟ। ସିଏ ହିଁ କରିପାରିବେ, କିନ୍ତୁ ଗୁରୁ କରିପାରିବେ। କିନ୍ତୁ ଆମେ ହାତ ଟେକି ଦଉଛୁ, କଣ କରିପାରିବୁ? ପ୍ରତ୍ୟେକ ଘରର କଥା ପ୍ରଭୁଜୀ, ପ୍ରତ୍ୟେକ ଘରର କଥା। ସମସ୍ତେ ଅସହାୟ। ମାତାଜୀ ଅସହାୟ କିଛି ନୁହନ୍ତି। ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ତାପରେ ସବୁ ଠିକ ହବ ତାଙ୍କ ମାନଙ୍କ ପାଇଁ।
हाँ ये तो प्रपात जो कहले मुझे भागवत कथा को नहीं विश्व दरबार रे स्थापन करने को जाऊँगी मु मोर दुर्बलता अनुभव परिवेश देखिक मो दुर्बलता अनुभव करुच्ची भागवत केते महान कौटी महाप्रभु स्वयं कहते मुझे बुझीपारुनि विश्व समक्ष ये जो साधारण जीव जी बर्तमान कुमार्ग धाई चली जो समाज धाई चली ता भितर एटा को केमती स्थापन करा जीवो प्रपात असह्य है तेणु भगवान को सब छाड़ दे गुरुदेव को सब छाड़ श्लोक नंबर 8 एवं जनिगता जीव स नित्य निरहंकृत जावत तत्रोपलभ्यते तावत सत्यं हि तस्य तत् जीवर वास्तविक क्षेत्र कोटा जीवर सृष्टि कोठी हेछि जीव दिव्य जगत रे ना भौतिक जगत रे हरे कृष्ण जीव कोठी सृष्टि हेछि तार प्रकृत क्षेत्र कोटा दिव्य जगत दीप जगत दिव्य जगत समस्ते हाँ आज्ञा जीव सृष्टि होची दिव्य जगत रे कोठी संकर्षण भगवान को द्वारा जीव सृष्टि होची संकर्षण भगवान स्थूल रूप नवा द्वारा बा महाविष्णु रूप नवा द्वारा ये निर्विशेष ब्रह्म तांको शरीर पड़ी से सब कौन ना छोट छोट कणिका सृष्टि होची जीवात्मा अर्थात कौन चित कणिका सब सृष्टि होची जमती जल प्रपात पड़ुची से कौन होची छिटकी अतर ततर सब इतस्तत हो पड़ुची पड़ुची ना नहीं जल जत पड़ुची जल प्रपात हरे कृष्ण तेणु भगवान से कौन कर संकर्षण भगवान ना मन बुद्धि अहंकार चित्त ये शुद्ध जिनस द्वारा ताकू सब कौन कर रखी साइतिक रखी जीवात्मा ताकू कहा जाए जीवात्मा आउ तांकर आश्रय स्थल कोउटा ना भगवान को शरीर शून्य बुलुछंती एवं प्रायतः भगवान को शरीर रे सब आश्रित है कि प्रायतः अछंती भगवान जितेबाला अनंत कोटि ब्रह्मांड सृष्टि करले एवं ता भीतर प्रवेश करले विभिन्न रूप नहीं कि ये गुड़ाक तो से भगवान साथी सब आसछंती ब्रह्मांड भीतर को आसी विभिन्न लोक इत्यादि रे बहु संख्यक सब आसछंती अनंत संख्यक पुनर्बार विभिन्न लोक रे मध्य महाविष्णु जो विष्णु जाइछंती सबुठी विष्णु को द्वारा ही जीव जाइछि विष्णु का द्वारा अन्य का द्वारा जाएनि कारण भगवान होइछंती जीवात्मार आश्रय स्थल तेणु भगवान को आश्रय करके जीवात्मा भौतिक जगत रे प्रवेश करिछि तबे आमे कहबा से मायाबद्ध होला केमती मायाबद्ध होला ना तार गोटे सुख जेहेतु से चिन्मय अनंत आकार रे तार से तो ये प्रपात कहते से भगवान सहित समान गुणात्मक भाव जीव भगवान भली तार महिमा बहुत जीवर महिमा बहुत किंतु बहिरंगा शक्तिर जेते बेले परिसर को से पड़ी आसला आस्ते आस्ते तार कौन कमी गला फोकस कमी कमी जाउछ आ जेते बेले से गोटे शरीरस्थ हो गला सेते बेले संपूर्ण फोकस कमी गला खाली शरीरटा को जियाइला शरीरटा को जियाइला इलेक्ट्रिक बल्ब जळुची ता ऊपर गोटे हमें कोटिंग टे दे देले अर्थात से आलोकटा रो आभास चारिया रे पड़ला तेणु ए आभास जो जीवन कहूचे ये जीवात्मार आभास कितने क्षुद्राति क्षुद्र जीवात्मा तार आकार केते जीवात्मार आकारटा केते 10,000 भागରୁ ଗୋଟେ ଭାଗ एतिकी जिनस तार बहुत फोकस किंतु ए हाथी भली मतलब बड़ बड़ जेते आमे शरीर देखुचे सब जिनस से कोन करूचे
ତାର ଆଭାସ ଜୀବିତ କରିକି ରଖିଛି, ଜୀବିତ କରି ରଖିଛି। କିନ୍ତୁ ଆପଣ ଯଦି କହିବେ ସେ ଜୀବିତ ହେଇକି କାହିଁ ସବୁଦିନ ରହୁନି, ଯଦି ଜୀବାତ୍ମା ଫୋକସ କରି ରଖିଛି ସେ କାହିଁକି ଜୀବିତ ହେଇକି ରହୁନି, ୟାର ଉତ୍ତର କିଏ ଦେଇପାରିବେ କି? ଶରୀରରେ ଜୀବାତ୍ମା ଦ୍ୱାରା ଶରୀର ଜୀବନ୍ତ ହେଲା, କିନ୍ତୁ ସେ ଜୀବନ୍ତ ଭାବେ ସବୁଦିନ ରହିପାରୁନି, କାହିଁକି? ହରେ କୃଷ୍ଣ ପ୍ରଭୁଜୀ, କାଳର ପ୍ରଭାବରେ ପ୍ରଭୁଜୀ। ବାସ୍, ଧନ୍ୟବାଦ। ଭଗବାନ କାଳର ପ୍ରଭାବରେ କହିଛନ୍ତି ୟାରେ ଜୀବାତ୍ମା ଇଏ କଣ ସଦାର, ଏଇଟା ତାର ତ ନିତ୍ୟ ଘର ନୁହଁ, ଇଏ ଗୋଟେ ଅସ୍ଥାୟୀ ଘର। ହଁ, ମୋ ଦ୍ୱାରା ପୁଣି ସୃଷ୍ଟି ହେଇଛି, କାରଣ ମୁଁ ୟାକୁ ସଂଯୋଜିତ କରିଛି, ମୁଁ ବ୍ୟବସ୍ଥା କରିକି ଗୋଟେ ଶରୀରରୁ ଆଉ ଗୋଟେ ଶରୀର ସୃଷ୍ଟି କରୁଛି, ଇତ୍ୟାଦି ଇତ୍ୟାଦି ଏଭଳି ବଢି ଚାଲିଛି। ଏରା ସବୁ କରିବାର ଉଦ୍ଦେଶ୍ୟ କଣ ନା, ଜୀବ ଏ ଯେହେତୁ ମାୟା ପରିସରକୁ ଆସିଲା, ଏଠି ଆସିଛି କେବଳ କୃଷ୍ଣ ଭୁଲି ଏଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟା ତାର ଦିଏ ସଂସାର ଆଦି ଦୁଃଖ। ଏ ସୁଖ ନିମିତ୍ତ, ମାୟାରୁ ସୁଖ ନିମିତ୍ତ ଆସିଛି, ଭୁଲ କରିଛି, ଏ ଦଣ୍ଡ ପାଇବ, ଏ ଶରୀର ଦ୍ୱାରା ଦଣ୍ଡ ପାଇବ। ତେଣୁ କାଳ ରୂପରେ ଆପଣ କହିବେ କାଳ କଣ ଦିବ୍ୟ ଜଗତରେ? ନା, କାଳ ଦିବ୍ୟ ଜଗତରେ ନାହାନ୍ତି, କାଳର ପ୍ରଭାବ। ପରମାତ୍ମା ଦିବ୍ୟ ଜଗତରେ ନାହାନ୍ତି, ସମସ୍ତେ ବିଷ୍ଣୁ, ସବୁ ଦିବ୍ୟ। ତେଣୁ ଜୀବାତ୍ମା ଏଠି ଆସିଲା, କ୍ଲେଶ ପାଇଲା। ଅମୋଘ ଲୀଳା ପ୍ରଭୁଙ୍କୁ ସେ ଯୋଉ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କୁହାଗଲା ଯେ ଭଗବାନ ରାମ, ଭଗବାନ କୃଷ୍ଣ, ଭଗବାନ ଶିବ, ଏମାନେ କଣ ତମର କେତେ ଭଗବାନ? ନା ନାଇଁ, ଭଗବାନ ଏକ, ଈଶ୍ୱର ପରମ କୃଷ୍ଣ। ତେବେ ଏମାନେ କଣ ରାମଚନ୍ଦ୍ର କଣ ଭଗବାନ ନୁହନ୍ତି? ନା ଭଗବାନ। ଦେବତା ମାନେ? ନା ହଁ, ଭଗବାନଙ୍କୁ ପ୍ରତିନିଧିତ୍ୱ କରନ୍ତି। କୁର୍ମ ଇତ୍ୟାଦି ସେ ଭଗବାନ ନା ନାହିଁ? କୁର୍ମ ଭଗବାନ, ବରାହ ଭଗବାନ, ଏ ସମସ୍ତେ ଭଗବାନ। ତାହେଲେ କେତେ ଭଗବାନ? ନା ନା ନା, ଏକ ଭଗବାନ, ଏକ ଚନ୍ଦ୍ର, ଏକ ଚନ୍ଦ୍ର। ଅମାବାସ୍ୟା ଚନ୍ଦ୍ର ଅଛି, ଦ୍ୱିତୀୟା ଚନ୍ଦ୍ର ଅଛି, ତୃତୀୟା ଚନ୍ଦ୍ର ଅଛି, ଚତୁର୍ଥ ପଞ୍ଚମୀ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଏକାଦଶ ଦ୍ୱାଦଶ ତ୍ରୟୋଦଶ ଚତୁର୍ଦଶ ପଞ୍ଚଦଶ ଇନ୍ଦ୍ରିୟ, ପଞ୍ଚଦଶ ଚନ୍ଦ୍ର ହେଲା 15 ଦିନିଆ ଚନ୍ଦ୍ର, ପୂର୍ଣ୍ଣମୀ ଚନ୍ଦ୍ର, ପୁରା ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ଚନ୍ଦ୍ର। ଠିକ ସେଇଭଳି ଭଗବାନ ପୂର୍ଣ୍ଣଚନ୍ଦ୍ର। ତାଙ୍କର ଯୋଉଠି ଯେତିକି ଲୀଳା ଦରକାର ସେ ସେତିକି ତାଙ୍କର ପ୍ରଭାବ ପ୍ରକାଶ କରନ୍ତି। କିନ୍ତୁ ଚନ୍ଦ୍ର ଏକ, ଅମାବାସ୍ୟା ଚନ୍ଦ୍ର ମାନେ ଚନ୍ଦ୍ର ନାହିଁ ନୁହେଁ, ଚନ୍ଦ୍ର ଅଛି। ପ୍ରତିପଦା ଚନ୍ଦ୍ର, ଚନ୍ଦ୍ର ଅଛି ନା ନାହିଁ? ପ୍ରତିପଦା ଚନ୍ଦ୍ର ଟିକିଏ ଦେଖାଯାଉଛି ଦକ୍ଷିଣ ଆକାଶରେ, ତାର କିଛି ଫୋକସ। ଦ୍ୱିତୀୟ ତୃତୀୟ ଏଭଳି ଆସ୍ତେ ଆସ୍ତେ ବଢୁଛି। ତେଣୁ ଭଗବାନ ଏଇ ଜଗତକୁ ଯେତେବେଳେ ଅବତରଣ କରୁଛନ୍ତି, ସେଇଭଳି ତାଙ୍କର ବିଭିନ୍ନ ରୂପ ନେଇକି, ଆମେ କହିବା ଚନ୍ଦ୍ରଟା କଣ ଏମିତି ଅର୍ଦ୍ଧ ଗୋଲାକାର ନା ଅଧା ଗୋଲାକାର, ପୁରା ସମ୍ପୂର୍ଣ୍ଣ ଅର୍ଦ୍ଧ ଗୋଲାକାର, ଅଧା ଗୋଲାକାର, ଆଉ ତାପରେ 3/4 ଗୋଲାକାର, ଆଉ ପୂର୍ଣ୍ଣ ଗୋଲାକାର। ଚନ୍ଦ୍ରଟା କେମିତିଆ ପ୍ରକୃତରେ? ଚନ୍ଦ୍ର କହିଲେ ଆମେ ପୂର୍ଣ୍ଣ ଗୋଲାକାର ବୋଲି ବୁଝୁ। ପୂର୍ଣ୍ଣ ଗୋଲାକାର ଚନ୍ଦ୍ର ଆପଣଙ୍କୁ ଦେଖାଯାଉ ବା ନ ଯାଉ, ଯେତିକି ଦେଖାଯାଉଛି ଯାଉ, ଚନ୍ଦ୍ରର ଆଉ କିଛି ସବୁ କୁଆଡେ ଉଡିକି ପଡିଲା କି? ସେ ଅଛି। ତେଣୁ ଭଗବାନ ଯୋଉଠି ଭୌତିକ ଜଗତକୁ ଆସନ୍ତି, ଯେତିକି ସାଧନ କାର୍ଯ୍ୟ ତାଙ୍କର କରାଯିବାର ଅଛି ସେତିକି କରିବା ପାଇଁ। ତେଣୁ ସେ ବହୁତ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କାହିଁକି କରିବେ? ଠିକ ଜୀବାତ୍ମା, ଜୀବାତ୍ମା ହେଲା ଅଣୁଆକାର। ଅଣୁଆକାର ଭଗବାନଙ୍କର ସମସ୍ତ ଗୁଣ ବହନ କରିଛି, କିନ୍ତୁ ଅଣୁ ପରିମାଣରେ, ଅଣୁ ପରିମାଣରେ। ଆନନ୍ଦ କେମିତି ପାଉଛି? ଅଣୁ ପରିମାଣରେ ନା ପ୍ରଚୁର ଆନନ୍ଦ? ସେ ପାଉଛି, କିନ୍ତୁ ତାର ବାସ୍ତବିକ ବହୁତ ଆନନ୍ଦ ଦରକାର, କାରଣ ସିଏ ବଡ ଘରର ପିଲା। ବଡ ଘରର ପିଲା ଜୀବାତ୍ମା ହଉଛି ବଡ ଘର ପିଲା। ବଡ ଘର ପିଲା କାହା ପିଲା? ସେ ଭଗବାନଙ୍କର ଅଂଶ। ଭଗବାନ ଇଏ ଭଗବାନଙ୍କର ପିଲା ସବୁ ଅନନ୍ତ ପ୍ରଚୁର ପରିମାଣରେ ଅଛନ୍ତି ଏମାନେ।
ତେଣୁ ତାର ପ୍ରଚୁର ଆନନ୍ଦ ଦରକାର। ପ୍ରଚୁର ଆନନ୍ଦ ଦରକାର। କିନ୍ତୁ ପ୍ରଚୁର ଆନନ୍ଦ ପାଇବ କୋଉଠୁ? ତା ନିଜର ତ ନାହିଁ ଏତିକି ନା, ସେ ଅଣ ପରିମାଣରେ ଅଛି, ସେ ପାଇବ କୋଉଠୁ? ତେଣୁ ସିଏ ପ୍ରଚୁର ଆନନ୍ଦ ପାଇଁ ଇତସ୍ତତ ବୁଲିବା ପରେ, ଅନୁସନ୍ଧାନ କରିବା ପରେ ମାୟାକୁ ଦେଖିଲା। ତେଣୁ ମାୟା କାଳେ ଅଛି ବୋଲି ଡେଇଁ ପଡିଲା, ଆଉ ଏଇଠି ଭୁଲ କରିଦେଲା। ୱାନ୍ସ ଭୁଲ କରିଦେଲା ମାନେ ସବୁ ଭୁଲ ହେଇଗଲା। ଗଣିତଟା ଯାକ ପ୍ରଥମରୁ ଭୁଲ ହେଲେ ସବୁ ରେଜଲ୍ଟଟା ପୁରା ଭୁଲ ହେଇଗଲା। ସେଇ ସୁଖ ଲାଗି ଯେଇ କୃଷ୍ଣରେ ବରିଲ, କୃଷ୍ଣ ପାରିଷଦ ମୁକ୍ତ ରୂପେ ତେ ରହିଲ। ମୁକ୍ତ ପୁରୁଷ ଭାବେ କୃଷ୍ଣଙ୍କ ପାରିଷଦ ରୂପେ ରହିଲେ। ଦେଖନ୍ତୁ ସାଂଖ୍ୟ ଯୋଗ କେମିତି ଆଲୋଚନା ହଉଛି। ଏ ଭୌତିକ ଜଗତରେ, ଏଠି କୁହାଯାଇଛି ଭୌତିକ ଜଗତରେ ଇଏ କେମିତି ଆସୁଛି ନା, ଇଏ ଏବଂ ଇଏ କହୁଛି, ଜୀବ କହୁଛି ଯେ କେମିତି ସବୁ ଆସୁଛି। ଏବଂ ଜନିଗତ ଜୀବ ସ ନିତ୍ୟ ନିରହଂକୃତ ଯାବତ ଯତ୍ର ଉପଲଭ୍ୟେତ ତାବତ ସତ୍ୟଂ ହି ତସ୍ୟ ତତ୍। ଆପଣ ମାନେ ସନ୍ଧି ବିଚ୍ଛେଦ କରିପାରୁଛନ୍ତି, ଜାଣିଛନ୍ତି ତ? ହରେ କୃଷ୍ଣ। ଆପଣ ଟିକେ ପଢିଲା ବେଳେ ସନ୍ଧି ବିଚ୍ଛେଦ କଲେ ଆପଣଙ୍କୁ ପରିଷ୍କାର ଜଣା ପଡିବ ଶ୍ଲୋକଟା। ଆପଣ ଅନୁବାଦ ନ ପଢିକି ମଧ୍ୟ କିଛି ଉପଲବ୍ଧି କରିଦେବେ ଯେ ଏଇ ଜିନିଷ। ଏବଂ ଯୋନିଗତ, ଜୀବ ଗୋଟିଏ ଯଦିଓ ଦେହ ଭିତରେ ସେ ଅନ୍ୟ ଜୀବର ସହିତ ସମ୍ବନ୍ଧ ଯୁକ୍ତ ହୁଏ, ତେବେ ସେ ସମ୍ପର୍କ ନଶ୍ୱର। ସମ୍ପର୍କ ନଶ୍ୱର ଅର୍ଥାତ ଚିରସ୍ଥାୟୀ ନୁହେଁ। କିନ୍ତୁ ଜୀବ ନିତ୍ୟ। ଶରୀର ସହିତ ଶରୀର ସମ୍ବନ୍ଧଟା ନିତ୍ୟ ନୁହେଁ। ଆଜି ଯିଏ ବନ୍ଧୁ, କାଲି ସିଏ ଶତ୍ରୁ। ପ୍ରକୃତ ପକ୍ଷେ ଦେହର ଜନ୍ମ ହୁଏ କିମ୍ବା ମୃତ୍ୟୁ ହୁଏ, ଜୀବର ଜନ୍ମ ହୁଏ ନାହିଁ କି ମୃତ୍ୟୁ ହୁଏ ନାହିଁ। ଜୀବର ଜନ୍ମ ହୁଏ ନାହିଁ କି ମୃତ୍ୟୁ ହୁଏ ନାହିଁ। କେତେବେଳେ ହେଲେ ଭାବିବା ଉଚିତ ନୁହେଁ ଯେ ଜୀବର ଜନ୍ମ ହୋଇଛି ଅଥବା ମୃତ୍ୟୁ ହୋଇଛି। ଏଇଟା ମନେ ରଖିବେ ସଦାବେଳେ ଆପଣ ମାନେ। ଜୀବର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ତାହେଲେ କିଏ ଜନ୍ମ ହଉଛି, କିଏ ମୃତ୍ୟୁବରଣ କରୁଛି? ଶରୀର ଜନ୍ମ ହଉଛି, ଶରୀର ମୃତ୍ୟୁବରଣ କରୁଛି। ଶରୀର ଆବିର୍ଭାବ ହଉଛି, ଶରୀର ନଷ୍ଟ ହେଇଯାଉଛି। ଯେତେବେଳେ ପର୍ଯ୍ୟନ୍ତ ସେ ତାହାର ପୂର୍ବକୃତ କର୍ମ ଫଳ ସ୍ୱରୂପ କୌଣସି ବିଶେଷ ପିତା ଯେତେବେଳେ ପର୍ଯ୍ୟନ୍ତ ସେ ତାର ପୂର୍ବକୃତ କର୍ମର ଫଳ ସ୍ୱରୂପ କୌଣସି ବିଶେଷ ପିତା ଓ ମାତାର ପୁତ୍ର ବୋଲି ନିଜକୁ ମନେ କରେ, ସେତେବେଳେ ପର୍ଯ୍ୟନ୍ତ ସେଇ ପିତା ମାତା ପ୍ରଦତ୍ତ ଶରୀର ତାର ସମ୍ପର୍କ ଥାଏ। ଯେତେବେଳ ପର୍ଯ୍ୟନ୍ତ ତାହାର ପୂର୍ବକୃତ କର୍ମ ଫଳ ସ୍ୱରୂପ କୌଣସି ବିଶେଷ ପିତା ମାତାର ପୁତ୍ର ବୋଲି ଆସେ, ବିଶେଷ ଭାବେ ପୁତ୍ର ଭାବେ, ତା କର୍ମଫଳ ଅନୁସାରେ କେମିତି ଆସିବ? ତା ନିଜ ଇଚ୍ଛାରେ ତ ଆସିପାରିବନି, କର୍ମଫଳ ସ୍ୱରୂପ ସିଏ ଆସିବ, କାରଣ ଭଗବାନଙ୍କ ବିଧ କାଳର ପ୍ରଭାବରେ। ସେତେବେଳେ ପର୍ଯ୍ୟନ୍ତ ସେଇ ପିତାମାତା ପ୍ରଦତ୍ତ ଶରୀର ସହିତ ତାର ସମ୍ପର୍କ ଥାଏ। ଏହିପରି ସେ ଭ୍ରାନ୍ତ ଭାବରେ ନିଜକୁ ସେମାନଙ୍କର ପୁତ୍ର ବୋଲି ମନେକରି ସେମାନଙ୍କର ପ୍ରତି ସ୍ନେହପୂର୍ଣ୍ଣ ଆଚରଣ କରେ, କିନ୍ତୁ ତାର ମୃତ୍ୟୁ ପରେ ସେ ସମ୍ପର୍କ ଛିନ୍ନ ହୋଇଯାଏ। ଏ ସ୍ୱତଃସିଦ୍ଧ। କିନ୍ତୁ ଏଇ ଯୋଉ ସ୍ନେହଶୀଳ ହୁଏ, ବାସ୍ତବିକ ଶରୀରରୁ ଯେଉଁ ପୁତ୍ର କନ୍ୟା ଇତ୍ୟାଦି ଆମେ ସୃଷ୍ଟି କରୁଛେ ସ୍ୱାଭାବିକ ଭାବେ, ଏଟା ସ୍ୱାଭାବିକ ବୋଲେ ନ ଚାହିଁଲେ ମଧ୍ୟ ସେ ସ୍ନେହ ଆସିବ, ତାଙ୍କର ମଧ୍ୟ ପିତାମାତା ପ୍ରତି ଆସିବ। କାରଣ କାଳ ପ୍ରଦତ୍ତ ଖାଦ୍ୟ ମାଠି ଅଛି, ମା ପ୍ରଦାନ କରୁଛି, ପିତା ଯତ୍ନ ନେଉଛି ଇତ୍ୟାଦି ଇତ୍ୟାଦି ସ୍ୱଭାବତଃ। କିନ୍ତୁ এই ସମ୍ପର୍କଟା ସବୁଦିନ ରହେ ନାହିଁ, ସବୁଦିନ ରହିପାରେ ନାହିଁ। କାହିଁକି? କାହା ଦ୍ୱାରା ସେ ପ୍ରଭାବିତ? ବିଶେଷ ଭାବେ କାଳ ଦ୍ୱାରା ପ୍ରଭାବିତ। ଆମେ ଏଇ ବୈଷ୍ଣବ ସଦାଚାର ଆଲୋଚନା କଲେ ବାସ୍ତବିକ ପିତାମାତା ହିଁ ଅଜ୍ଞ, ପିତାମାତା ହିଁ ଅଜ୍ଞ, ଯିଏ ନିଜର ପିଲାମାନଙ୍କୁ ଏଇଭଳି ଶିକ୍ଷା ପ୍ରଦାନ କରିପାରନ୍ତି ନାହିଁ। ଆଚ୍ଛା, ପିତାମାତା କୋଉଠୁ ବି ଶିଖିବେ?
ସେମିତି ଜିନିଷ ସଂସ୍ଥା କାହିଁ? ପିତାମାତା କଣ ସେଇଭଳି ଜୀବନ ଯାପନ କରିଛନ୍ତି ନା ଜେଜେବାପା ଏମିତି କରିଛନ୍ତି? କିଛି ଯଦି ବଂଶଗତ ସଂସ୍କାର ଥାଏ ତାହେଲେ ଆଗେଇ ଯିବ, ଯଦି ନଥାଏ କଣ କରିବା? ଦୋଷ କାହାକୁ ଦବା? ତେଣୁ ଯାହା ହଉ ଇସ୍କନର ଏହା ହଉଛି ବିଶେଷ। ଆମେ କିଛି ଖୋରାକ ସେଥିରୁ ପାଉଛେ ନିଜକୁ ସୁଧାରିବା ପାଇଁ, ନିଜକୁ ଶୁଦ୍ଧ କରିବା ପାଇଁ। ଏସବୁ ଖୋରାକ ଆମେ ପ୍ରାପ୍ତ ହଉଛି। ତେଣୁ ଏଇଭଳି ଭାବରେ ଆମେ ମୋଟାମୋଟି ସିଦ୍ଧାନ୍ତରେ ପହଞ୍ଚିଲେ ଜୀବ ହଉଛି ଶାଶ୍ୱତ। ଶରୀର ସମ୍ବନ୍ଧୀ ଜିନିଷ ଯେତେ ଯେତେ ସ୍ନେହ ହଉ, ଶତ୍ରୁଭାବ ହଉ, ଏସବୁ ହଉଛି କଣ? ନଶ୍ୱର ବା ଅସ୍ଥାୟୀ। ଏବଂ ନିତ୍ୟବୟ ସୁଖ ଏସ ସର୍ବାଶୟ ସଦୃକ୍ ଆତ୍ମମାୟା ଗୁଣେ ବିଶ୍ୱ ଆତ୍ମନଂସୃଜତି ପ୍ରଭୁ। ଜୀବ ନିତ୍ୟ ଓ ଅବିନେଶ୍ୱର, କାରଣ ତାର ଆଦି ନାହିଁ କି ଅନ୍ତ ନାହିଁ, ତାର କେତେବେଳେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ସର୍ବପ୍ରକାର ଦେହର ମୂଳ କାରଣ, ସର୍ବପ୍ରକାର ଦେହର ମୂଳ କାରଣ। ଜୀବର ନିତ୍ୟ, ଜୀବ ଅବିନେଶ୍ୱର ଦେହି ନିତ୍ୟଂ ଅବୋଧୟଂ ଦେହେ ସର୍ବସ୍ୟ ଭାରତ କୁହାଯାଇଛି। ତାର ଆଦି ନାହିଁ କି ଅନ୍ତ ନାହିଁ। କେବେ ସୃଷ୍ଟି ହେଇଥିଲା, କେତେ ପର୍ଯ୍ୟନ୍ତ ରହିବ, ସେ କଥା ମଧ୍ୟ କେହି କରିପାରିବେନି। କାରଣ ଜୀବ ହଉଛି ପରା ଭଗବାନଙ୍କ ଶକ୍ତି, ଭଗବତ ଶକ୍ତି। ମାୟା ହଉଛି ଭଗବତ ଶକ୍ତି, ଆଉ ଭଗବାନଙ୍କର ସ୍ୱରୂପ ଶକ୍ତି, ଅନ୍ତରଙ୍ଗା ଶକ୍ତି ସବୁ ଭଗବାନଙ୍କ ଶକ୍ତି। ତେବେ ଏସବୁ ଭଗବତ ଶକ୍ତି, ଭଗବତ ଶକ୍ତିର କେତେବେଳେ ବିଲୟ ଘଟେନି। କିନ୍ତୁ ଭଗବତ ଶକ୍ତି ରୂପ ଯୋଉ ମାୟା, ଭଗବାନଙ୍କର ବହିରଙ୍ଗା ଶକ୍ତି, ତାର ଯୋଉ ବିକାର ଗୁଡାକ, ବିକାରର ବିଲୟ ଅଛି। କିନ୍ତୁ ଯେହେତୁ ସେ ଅତ୍ୟନ୍ତ କ୍ଷୁଦ୍ର, ତେଣୁ ସେ ଭଗବାନଙ୍କର ବହିରଙ୍ଗା ମାୟା ଦ୍ୱାରା ମୋହିତ ହୋଇପାରେ ଏବଂ ତା ଫଳରେ ସେ ତାର ବାସନା ଅନୁସାରେ ନିଜ ସକାଶେ ବିଭିନ୍ନ ପ୍ରକାର ଦେହ ସୃଷ୍ଟି କରିପାରେ। ନିଜ ପାଇଁ ନିଜେ ଦାୟୀ। ନିଜ ପାଇଁ ନିଜେ ଦାୟୀ। ଏ ଜନ୍ମରେ ଆମେ ଯାହା କାର୍ଯ୍ୟ କରିବା ଫଳସ୍ୱରୂପ ଭବିଷ୍ୟତ ଶରୀର ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଆହୁରି କେତେ ଜିନିଷ ଅଛି ଆମେ ଆଲୋଚନା କରିବା ପାରିନାହିଁ, ସମୟ ଟିକେ ଅଧିକା ହେଇଗଲାଣି। ଆସନ୍ତା କାଲି ଆପଣ ଭାଗବତ କମ ପଢିକି ଆମେ ଶ୍ଲୋକ 9 ଆଉ 10 ଆଲୋଚନା କରିବା। ହରେ କୃଷ୍ଣ। ଜୟ ଶ୍ରୀ ପ୍ରପାଦ କି ଉପସ୍ଥିତ ଗୌର ଭକ୍ତ ବୃନ୍ଦ କି ଜୟ। निताय गौर प्रेमानंदे हरि हरि बोल। हरे कृष्ण। समस्त दंडवत प्रणाम। वंशा कल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो। हरे कृष्ण। हरे कृष्ण। हरे कृष्ण। प्रभुजी काली समस्त निमंत्रण प्रभुजी कहते कहीदेवाकू सुर्काबाड़ी जीवा रजपल्ली स्नान यात्रा होची ना। अरे ठीक है, बहुत बहुत धन्यवाद समस्त को। हरे कृष्ण प्रभु। हरे कृष्ण। हरे कृष्ण। माताजी शुभिलानी आपण आसबे काली सुड़काबारी जो आमर कोदलापल्ली स्नान यात्रा उत्सव रे अंशग्रहण करिया। स्नान यात्रा आज होची काली हबो नै कि आज काली माता हमर आज मंदिर रे भी आज पुरी रे आज हम रणपुर रे आज तो सही में बजा नाई माताजी आज होनी तो माताजी काली बा पुरी रे काली पुरी रे भी काली आज नहीं तो आज्ञा आज 29 टी राखी आज 28 क्या गया हरे कृष्ण। आज 29 हरे कृष्ण। समस्त दंडवत। हरे कृष्ण। हरे कृष्ण। हरे कृष्ण। हरे कृष्ण। हरे कृष्ण। आज्ञा माता जी। हरे कृष्ण। आज्ञा